ଜଳ ଦିଶିଲାଣି ବିଜେଡିରେ ଫାଟ ଦୁଇ ଫାଳ ହୋଇଛି ଦଳର ବିବେକ। ନେତା ନେତା ଭିତରେ ଆଉ ମିଶୁନି ମନ, ପୂରାପୂରି ହୁଗୁଳି ଗଲାଣି ଅନୁଶାସନ। ଶେଷରେ ଏମିତି ହୋଇ ଧୀରେ ଧୀରେ ଭାଙ୍ଗିଯିବ ବିଜେଡି। ଏବେ ଏମିତି କିଛି ଚର୍ଚ୍ଚା ରାଜନୈତିକ ମହଲରେ ଜୋର ଧରିଛି। ୱାକଫ ବିଲ୍କୁ ନେଇ ସାଂସଦ ସସ୍ମିତ ପାତ୍ରଙ୍କ ଭୋଟ ପରେ ଦଳୀୟ କନ୍ଦଳ ସ୍ପଷ୍ଟ ବାରି ହୋଇପଡୁଛି, ଯାହାକୁ ନେଇ ଉଠୁଛି ପଡୁଛି ରାଜନୀତି। କାରଣ ପ୍ରଥମେ ମୁନା ଖାଁ ଏହି ବିଲ୍କୁ ବିରୋଧ କରିଥିବା ଦେଖିବାକୁ ମିଳିଥିଲା। ସେପରି ଦେବାଶିଷ ସାମନ୍ତରାୟ ଅସନ୍ତୁଷ୍ଟ ହୋଇ ଭୋଟ ଦେଲେନି ବୋଲି କହିଛନ୍ତି। ଯଦିଓ ଅନ୍ୟ ସାଂସଦଙ୍କ ଆଭିମୁଖ୍ୟ ଜଣାପଡ଼ିନି, ତଥାପି ପୂର୍ବରୁ ବିରୋଧ କରିବେ ବୋଲି କହିବା ସତ୍ତ୍ୱେ କେମିତି ବିଜେପି ସପକ୍ଷରେ ମତ ଦେଲେ ସସ୍ମିତ, ତାକୁ ନେଇ ବିଜେଡି ନେତାଙ୍କ ଭିତରେ ସୃଷ୍ଟି ହୋଇଛି ଚାପା ଗୁଞ୍ଜରଣ। ଏନେଇ ଗତକାଲି ନବୀନ ନିବାସରେ ଏକାଠି ହୋଇଥିଲେ ଅନେକ ପୁରୁଖା ନେତା। ଦୀର୍ଘ ସମୟ ଧରି ଚାଲିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। କେଉଁ ପରିସ୍ଥିତିରେ ସସ୍ମିତ ସମର୍ଥନ କଲେ ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ନେତାଏ। ଫଳରେ ୱାକଫ ବିଲ୍କୁ ନେଇ ବିଜେଡି ଦୁଇ ଫାଳ ବୋଲି ଚର୍ଚ୍ଚା। କାରଣ ନବୀନଙ୍କ ନିର୍ଦ୍ଦେଶକୁ ଫୁ କରି ଦେଇଛନ୍ତି ଦଳର ସାଂସଦ। ଦିନ ଥିଲା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କିମ୍ବା ସେତେବେଳେ ଦଳର ସେକେଣ୍ଡ ପାୱାରଫୁଲ ନେତା ପାଣ୍ଡିଆନ ଯାହା କହୁଥିଲେ, ସେ ପଦକ କଥାକୁ ଦଳର ସୈନିକମାନେ ଅକ୍ଷରେ ଅକ୍ଷରେ ବାନୁଥିଲେ। କାହା ଜିଭରେ ହାଡ଼ ନଥିଲା ସେମାନଙ୍କ ନିଷ୍ପତ୍ତିକୁ ଅବମାନନା କରି ନୂଆ ଧାଡ଼ିଏ କଥା କହିବା। କିନ୍ତୁ ଏବେ ଆଉ ଦଳର ସ୍ଥିତି ସେମିତି ନାହିଁ। ଯେତେ ଚେଷ୍ଟା କଲେ ମଧ୍ୟ ବିଜେଡି ଭିତରେ ଯେ ଅନୁଶାସନ ହୁଗୁଳି ଗଲାଣି, ତାହା ଜଳ ଜଳ ଧରା ପଡ଼ିଯାଉଛି। କାରଣ 2 ଦିନ ପୂର୍ବରୁ ସସ୍ମିତ ପାତ୍ର ଟ୍ୱିଟ୍ କରି କହିଥିଲେ ଯେ ବିଜେଡି ସାଂସଦମାନେ ବିବେକାନୁମୋଦିତ ଭୋଟ ଦେବେ, ଅର୍ଥାତ୍ ତାଙ୍କ ବିବେକ ଯାହା କହିବ ସେ ସେଇଆ କରିବେ। କିନ୍ତୁ ସେହି ସସ୍ମିତ ପାତ୍ର ପୂର୍ବରୁ କହିଥିଲେ ଯେ ଦଳ ନିଷ୍ପତ୍ତି ନେଇଛି, ଆମ ସାଂସଦମାନେ ୱାକଫ ସଂଶୋଧନ ବିଲ୍କୁ ବିରୋଧ କରିବୁ। ତେବେ ହୋଇଥିବା ନିଷ୍ପତ୍ତି ହଠାତ୍ କେମିତି ବଦଳିଗଲା? ନିଷ୍ପତ୍ତି ପରିବର୍ତ୍ତନ ପଛରେ କିଏ? ତାହାକୁ ନେଇ ଉଠିଛି ପ୍ରଶ୍ନ, ଯାହାକୁ ନେଇ ଚିନ୍ତାରେ ବିଜେଡି ସୁପ୍ରିମୋ। ବ୍ୟୁରୋ ରିପୋର୍ଟ, ମୋବାଇଲ ନ୍ୟୁଜ୍ 24x7।